ଓମ୍ ଶାନ୍ତି। ସୁଖଦାତା ପରମାତ୍ମା ପିତା ଭଗବାନ ଶିବଙ୍କର ସଚ୍ଚା ସଚ୍ଚା ସୁଖଦେବ ସନ୍ତାନମାନଙ୍କୁ ଶୁଭ ସକାଳର ଶୁଭ ଅଭିନନ୍ଦନ, ସୁପ୍ରଭାତ, ସୁସ୍ୱାଗତମ୍। ଏହି ପୁରୁଣା ପତିତ ଦୁନିଆରେ ବର୍ତ୍ତମାନ ପ୍ରତ୍ୟେକ ମୁହୂର୍ତ୍ତରେ ପରସ୍ପରକୁ ଦୁଃଖ ଦେଇ ଚାଲିଛନ୍ତି। କାରଣ ପାଞ୍ଚ ବିକାର ରୂପକ ମାୟା ରାବଣର ସାରା ବିଶ୍ୱରେ କାୟା ବିସ୍ତାର ହୋଇଯାଇଛି। ଏହା ଜଙ୍ଗଲ ସଦୃଶ ଅଟେ। ବିକାର ରୂପକ କଣ୍ଟା ସମସ୍ତଙ୍କୁ ଦୁଃଖ ଦେଇ ଚାଲିଛି। ଆତ୍ମବିସ୍ମୃତ ହୋଇ ଦେହ ଅଭିମାନ କାରଣରୁ ଏହି ବିକାର ଗୁଡ଼ିକ ସହଜରେ ସମସ୍ତଙ୍କୁ କବଳିତ କରିନେଇଛି। ତେଣୁ ଆଜିର ଏହି ବସ୍ତୁବାଦୀ ଦୁନିଆରେ ଟିକିଏ ସୁଖ ଶାନ୍ତି ପାଇବା ପାଇଁ ମନୁଷ୍ୟ କ'ଣ କ'ଣ ସବୁ ଉପାୟ ଅବଲମ୍ବନ କରୁଛି। ଯେବେକି ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି। କାହାଣୀ ଅଛି ନା, ରାଣୀଙ୍କର ଗଳାରେ ହାର ପଡ଼ିଛି, କିନ୍ତୁ ରାଣୀଙ୍କର ମନରେ ଖେୟାଲ ଆସିଲା କି ଯେପରି ତାଙ୍କ ହାରଟି ହଜିଯାଇଛି। ତେଣୁ ସମସ୍ତେ ଖୋଜିବାକୁ ଲାଗିଲେ। ଶେଷରେ ଜଣେ ଦାସୀ କହିଲେ, ମହାରାଣୀ, ଆପଣଙ୍କ ଗଳାରେ ଯେଉଁ ହାରଟି ପଡ଼ିଛି, ଆପଣ ସେଇ ହାର କଥା କହୁନାହାନ୍ତି ତ? ସେଇଆକୁ ଖୋଜୁନାହାନ୍ତି ତ? ରାଣୀ ଦର୍ପଣରେ ଦେଖନ୍ତି ତ ସତକୁ ସତ ତାଙ୍କ ହାର ତାଙ୍କ ଗଳାରେ ଅଛି। କହିବା ବାହୁଲ୍ୟ, ସୁଖ ଆଉ ଶାନ୍ତି ଆତ୍ମାର ଜନ୍ମସିଦ୍ଧ ଅଧିକାର। ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି। ପରନ୍ତୁ ଆତ୍ମାର ପରିଚୟକୁ ସମସ୍ତେ ଭୁଲିଯାଇ ଦେହ ସର୍ବସ୍ୱ ହେଇଯିବା କାରଣରୁ ମନୁଷ୍ୟ ଆଜି ନାନାଦି ପୂଜାପାଠ, ତୀର୍ଥବ୍ରତ, ଯଜ୍ଞ ତପ, ଦାନ ଧର୍ମ ଆଦି କରିଚାଲିଛି ସୁଖ ଶାନ୍ତି ପାଇବା ପାଇଁ। ଲୋକ କଥା ଅଛି ନା, ପୋଖରୀରେ ହଜେଇ ନଈରେ ଖୋଜିଲେ କେଉଁଠି ମିଳିବ? ଭଗବାନ କହୁଛନ୍ତି, ହେ ମୋର ପ୍ରିୟ ମଧୁର ଆତ୍ମିକ ସନ୍ତାନଗଣ, ତୁମେ ହେଉଛ ଦୁଃଖହର୍ତ୍ତା ସୁଖକର୍ତ୍ତା ଈଶ୍ୱର ପିତା ଶିବ ବାବାଙ୍କର ସନ୍ତାନ। ତେଣୁ ତୁମମାନଙ୍କୁ ମନ, ବଚନ, କର୍ମରେ କାହାକୁ ବି ଦୁଃଖ ଦେବା ଉଚିତ ନୁହେଁ। ମୁଁ ଯେପରି ସମସ୍ତଙ୍କୁ ସୁଖ ଦେଇ ଚାଲିଛି, ମାୟା ରାବଣର ଦୁଃଖରୁ ମୁକ୍ତ କରୁଛି, ମୋର ସନ୍ତାନ ହିସାବରେ ତୁମେ ମଧ୍ୟ ସମସ୍ତଙ୍କୁ ସୁଖ ଦେଇ ଚାଲ। ବିଜ୍ଞାନ ପ୍ରମାଣିତ କରିଛି କି ପ୍ରତ୍ୟେକ କ୍ରିୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା ଅଛି। ଏହା ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁଜ୍ୟ। ଶାସ୍ତ୍ରରେ ମଧ୍ୟ କୁହାଯାଇଛି କି କାହାରିକୁ ଦୁଃଖ ଦିଅ ନାହିଁ, କାରଣ ଦୁଃଖ ଦେଲେ ଦୁଃଖୀ ହେଇ ମରିବ। ଅର୍ଥାତ୍ ଯିଏ ଯେପରି କାର୍ଯ୍ୟ କରୁ, ଚିନ୍ତନ କରୁ ବା ବାଣୀ ପ୍ରୟୋଗ କରୁ, ଠିକ୍ ତାର ପ୍ରତିଫଳ ମଧ୍ୟ ତାକୁ ଭୋଗ କରିବାକୁ ହିଁ ପଡ଼ିବ। ଭଲ ହେଲେ ସୁଖ ଆଉ ଖରାପ ହେଲେ ଦୁଃଖ ପ୍ରାପ୍ତ ସୁନିଶ୍ଚିତ। ସେଥିପାଇଁ ଏବେ ତୁମେ ସନ୍ତାନମାନେ ସୁଖଦାତାଙ୍କର ସନ୍ତାନ, ସଚ୍ଚା ସଚ୍ଚା ସୁଖଦେବ ହୋଇ ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରି ସୁଖର ରାସ୍ତା ବତେଇ ଚାଲ। କାରଣ ମୁଁ ତୁମମାନଙ୍କୁ ମନୁଷ୍ୟରୁ ଦେବତା କରଉଛି ଭବିଷ୍ୟ ସତ୍ୟଯୁଗୀ ଦୈବୀ ଦୁନିଆ ପାଇଁ। ଯେହେତୁ ଦେବୀ ଦେବତାମାନେ ମଧ୍ୟ ସୁଖ ଆଉ ଶାନ୍ତି ସ୍ୱରୂପ, ତେଣୁ ତୁମମାନଙ୍କୁ ସେହି ଗୁଣକୁ
ସେହି ସଂସ୍କାରକୁ ଧାରଣ କରିବାକୁ ପଡ଼ିବ। ତୁମମାନଙ୍କ ମୁଖରୁ ଯାହା ବି ବାଣୀ ବାହାରୁ, ଗୋଟିଏ ଗୋଟିଏ ବାଣୀ ମନୁଷ୍ୟମାନଙ୍କୁ ହୀରାତୁଲ୍ୟ କରିଦେଉ। ତୁମକୁ ବହୁତ ବହୁତ ମିଠା ହେବାକୁ ପଡ଼ିବ। ସମସ୍ତଙ୍କୁ ଆତ୍ମିକ ସୁଖ ଦେବାକୁ ହେବ। କାହାକୁ ବି ଦୁଃଖ ଦେବାର ବିଚାର ମନରେ ମଧ୍ୟ ନ ଆସୁ। କାରଣ ତୁମେ ବର୍ତ୍ତମାନ ଏଭଳି ସତ୍ୟଯୁଗୀ ସ୍ୱର୍ଗ ଦୁନିଆକୁ ଯାଉଛ, ଯେଉଁଠି ସର୍ବଦା ସୁଖ ହିଁ ସୁଖ, ଦୁଃଖର ଚିହ୍ନ ବର୍ଣ୍ଣ ମଧ୍ୟ ନାହିଁ। ତୁମମାନଙ୍କୁ ଶ୍ରୀମତ ମିଳୁଛି କି ସନ୍ତାନମାନେ ବାବାଙ୍କ ସମାନ ଦୁଃଖହର୍ତ୍ତା ସୁଖକର୍ତ୍ତା ହୁଅ। ତୁମମାନଙ୍କର ଧନ୍ଦା ହିଁ ହେଉଛି ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେବା। ଗୀତରେ ମଧ୍ୟ ଗାଇ ଗାଇ ଆସିଲ ନା, इस पाप की दुनिया से ले चलो और कहीं जहाँ सुख और चैन हो। ମୁଁ ମଧ୍ୟ ଆସିଛି ତୁମକୁ ସେହିଭଳି ଦୁନିଆକୁ ନେଇଯିବା ପାଇଁ, ଯାହାକୁ ସ୍ୱର୍ଗ ବା ବୈକୁଣ୍ଠ ବୋଲି କୁହାଯାଉଛି, ଯେଉଁଠି ସାମାନ୍ୟତମ ଦୁଃଖ ଅଶାନ୍ତି ନାହିଁ, ସୁଖ ହିଁ ସୁଖ, ଶାନ୍ତି ହିଁ ଶାନ୍ତି। ସେଠିକାର ମାଲିକ ହେବେ ଲକ୍ଷ୍ମୀ ଆଉ ନାରାୟଣ। ତାହା ଏଇ ଭାରତ ଭୂମିରେ ହିଁ ହେବ। ଏହି ସତ୍ୟ ଜ୍ଞାନ ଏବଂ ସହଜ ରାଜଯୋଗ ବର୍ତ୍ତମାନ ମୁଁ ତୁମମାନଙ୍କୁ ଶିକ୍ଷା ଦେଉଛି ଏହିଭଳି ରାଜ୍ୟକୁ ଯିବାର ଯୋଗ୍ୟ କରାଇବା ପାଇଁ। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଅନ୍ୟ କୌଣସି ଶାସ୍ତ୍ର ପୁରାଣରେ ନାହିଁ। ସେଇଥିପାଇଁ ତ କଳ୍ପ କଳ୍ପ କଳ୍ପର ଅନ୍ତିମ ସମୟ ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ମୋତେ ଆସିବାକୁ ହିଁ ପଡ଼ିଥାଏ, ସମସ୍ତଙ୍କୁ ସାଥିରେ ନେଇଯିବା ପାଇଁ। ମୋର ପ୍ରଥମ ଶ୍ରୀମତ ହେଉଛି ନିଜକୁ ଏହି ଶରୀର ଠାରୁ ଅଲଗା ଜ୍ୟୋତିର୍ବିନ୍ଦୁ ଆତ୍ମା ଭାବ କି ମୁଁ ଏହି ଶରୀର ଠାରୁ ସମ୍ପୂର୍ଣ୍ଣ ଅଲଗା। ଏହାଦ୍ୱାରା କେବଳ ମୁଁ କର୍ମ କରୁଛି। ଏହିଭଳି ଅଭ୍ୟାସ କରି କରି ଦେହୀ ଅଭିମାନୀ ବା ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ଏହି ମୁରଲି ବା ମୋ ଶ୍ରୀମତ ଆତ୍ମାର ଭୋଜନ ଅଟେ। ତେଣୁ କେବେ ବି ଏହାକୁ ମିସ୍ କରିବା ଉଚିତ ନୁହେଁ। ପାଠପଢ଼ାରେ ନିୟମିତ ଏବଂ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଶିବ ବାବା କହୁଛନ୍ତି, ମାୟା ଏବଂ ପ୍ରକୃତିର ହଲଚଲ ଠାରୁ ସର୍ବଦା ସୁରକ୍ଷିତ ରହୁଥିବା ଦିଲାରାମ ବାବାଙ୍କର ଦିଲ ତଖତ ନସିନ ଅର୍ଥାତ୍ ହୃଦୟ ସିଂହାସନର ଅଧିକାରୀ ହୁଅ। ସର୍ବଦା ଏହି ସ୍ମୃତିରେ ରୁହ କି କେବଳ ଆମମାନଙ୍କୁ ଏହି ଶ୍ରେଷ୍ଠ ଭାଗ୍ୟ ବର୍ତ୍ତମାନ ମିଳିଛି। ଏହା ହିଁ ମାୟାଠାରୁ ସୁରକ୍ଷିତ ରହିବାର କବଚ ଭଳି। ଏହାଦ୍ୱାରା ମଧ୍ୟ ତୁମର ସ୍ଥିତି ଅଚଳ ହୋଇଯିବ। ମାୟା ହଲଚଲ କରିପାରିବ ନାହିଁ। ଏହିଭଳି ସ୍ଥିତିରେ ଆସୀନ ହେଉଥିବା ଆତ୍ମାମାନଙ୍କର ଗାୟନ ମଧ୍ୟ ହେଉଛି ରାଜସ୍ଥାନର ଅଚଳ ଘର ମନ୍ଦିର। ଜ୍ଞାନ ସ୍ୱରୂପ ପ୍ରେମ ସ୍ୱରୂପ ହେବା ହିଁ ବାବାଙ୍କର ଶିକ୍ଷାକୁ ବାସ୍ତବ ସ୍ୱରୂପରେ ଆଣିବା। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ଏକତ୍ରିତ ହେବା ସେହି ଆତ୍ମିକ ପିତା ପରମାତ୍ମାଙ୍କର ଆଉ କିଛି ଅମୂଲ୍ୟ ଆତ୍ମିକ ମହାବାକ୍ୟକୁ ଶ୍ରବଣ କରିବା, ଧାରଣ କରିବା, ନିଜକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ମଧ୍ୟ ପରିବର୍ତ୍ତନ କରିବାର
ସେବା କରି ଚାଲିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ, ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।